ବେଙ୍ଗର ଫକ୍ ଫକ୍ ଡେଇବା ଦେଖି ବିଲୁଆ କହିଲା, ତୁ ଡେଇଁ ଡେଇଁ ମତେ ଟପି ଯିବୁ ବୋଲି ଭାବୁଛୁ? କିଏ କହିଲା? ବିଲୁଆ। କାହାକୁ କହିଲା? ବେଙ୍ଗକୁ କହିଲା। କିସ କହିଲା? କହିଲା ତୁ ଖପ୍ ଖପ୍ ଡେଇକି କିସ ମତେ ଟପି ଯିବୁ ଭାବୁଛୁ? ବେଙ୍ଗ କହିଲା, ତୁମେ ଜୋରରେ ଦୌଡ଼ିଲେ ମୁଁ ଜୋରରେ ଡିଏ। ବେଙ୍ଗ ଡିଏ ନା, ଯେ ତୁମେ ଜୋରରେ ଦୌଡ଼ିଲେ ମୁଁ ଜୋରରେ ଡିଏ। ବେଙ୍ଗ କଥା ଶୁଣି ବିଲୁଆକୁ ଖରାପ ଲାଗିଲା। ବିଲୁଆ କହିଲା, ଆଗରେ ଯେଉଁ ବରଗଛ ଅଛି ସେ ପର୍ଯ୍ୟନ୍ତ ଦୌଡ଼ିବା। ବିଲୁଆ କିସ କହିଲା? ବିଲୁଆ କିସ କହିଲା? ବେଙ୍ଗକୁ କହିଲା ଯେ ଆଗରେ ଯେଉଁ ବରଗଛ ଅଛି ସେଇ ବରଗଛ ପର୍ଯ୍ୟନ୍ତ ଦୁଇ ଜଣ ଦୌଡ଼ିବା। ଯିଏ ଆগে ପହଞ୍ଚିବ ସେ ଦୌଡ଼େ ପ୍ରମାଣ ହବ। ଦେଖିବା କିଏ ଆଗେ ପହଞ୍ଚିବ। ବିଲୁଆ କଥା ଶୁଣି ବେଙ୍ଗ ରାଜି ହେଲା। ଦୌଡ଼ିବା କଥା ଶୁଣି ବେଙ୍ଗ ବି ରାଜି ହେଇଗଲା। ବେଙ୍ଗ 1 2 3 କହିଲା। ବେଙ୍ଗ ଯେମିତି 3 କହିଛି ବିଲୁଆ ଦୌଡ଼ିବା ଆରମ୍ଭ କଲା। ବେଙ୍ଗ ଖପ୍ କରି ବିଲୁଆ ପିଠିରେ ବସି ପଡ଼ିଲା। ବିଲୁଆ ଯେ ଦୌଡ଼ିଲା ବେଙ୍ଗ ଖପ୍ କରିକି ବିଲୁଆ ପିଠିରେ ବସି ପଡ଼ିଲା। ବିଲୁଆ କିସ ଭାବିଲା? ବିଲୁଆ ଭାବିଲା ମୋ ପିଠିର ଗୋଟେ ପତ୍ର ନୁହେଁ। ବେଙ୍ଗ କାହା ପିଠିରେ ବସି ପଡ଼ିଲା? ବିଲୁଆ ପିଠିର। ଦେଇକି କିସ ହେଲା? ବିଲୁଆ ଜୋର ଦୌଡ଼ିଲା। ଦୌଡ଼ିକି ବରଗଛକୁ ପହଞ୍ଚିତେ ଟିକେ ବାକି ଅଛି। ବିଲୁଆ ପଛକୁ ବୁଲିକି ଚାହିଁଲା କେନେ? ପଛକୁ ଚାହିଁଲା କେନେ? ଯେ ବେଙ୍ଗ କେତେ ପଛରୁ ଆସୁଛି ଦେଖିବ ବୋଲି। ସିଏ ଯେତେବେଳେ ପଛକୁ ବୁଲିକି ଚାହିଁଲା ବେଙ୍ଗ ତା ପିଠିରୁ ଖପ୍ ଡେଇଁ ପଡ଼ି ବରଗଛ ପାଖରେ ପହଞ୍ଚିଲା। କିଏ ଆଗେ ବାହାରିଲା? ବେଙ୍ଗ ଆଗେ ହେଲା। ତାହାନେ ବଳ ଯାର ସିଏ ବଡ଼ ନୁହେଁ, ବୁଦ୍ଧି ଯାର ବୁଦ୍ଧିର ବେଙ୍ଗର ବୁଦ୍ଧି ଯୋଗୁ ସିଏ କିସ ହେଲା? ବିଲୁଆ ପିଠିରେ ବସି ପଡ଼ିଲା। ଆସିକି ଡେଇଁକି ଆଗେ ପହଞ୍ଚିଲା। ତାହାନେ ବୁଦ୍ଧି ଯୋଗୁ ବେଙ୍ଗ ଆଗେ ପହଞ୍ଚିଲା ନା। ତାହାନେ ଏହିରୁ କିସ ଶିଖିବା? ବୁଦ୍ଧି ଯାହାର ବଳ ତାହାର। ଯାର ବୁଦ୍ଧି ବେଶୀ ସେ ସବୁ ଜାଗାର ଫାଷ୍ଟ ହବ, ଉତ୍ତୀର୍ଣ୍ଣ ହେଇଯିବ ହେଲା। ତାହାନେ ବେଙ୍ଗ ବିଲୁଆ ଗପ ଶୁଣିଲ। ତାହାନେ କାହା ଭିତରେ ପ୍ରତିଯୋଗିତା ହେଲା? କଦିକି ଦୌଡ଼ କାହା ଭିତରେ ହେଲା? କିଏ ଦୌଡ଼ିଲା କୁହ? ଆଉ ଶିଆଳକୁ କିସ କୁହା ହୁଏ? ବିଲୁଆ କୁହା ହୁଏ। ଶିଆଳ ଆଉ ବେଙ୍ଗ ଦୌଡ଼ିବା ପ୍ରତିଯୋଗିତା କଲା। କିଏ ଆଗେ ପହଞ୍ଚିଲା? କୋଇଠି ପହଞ୍ଚିଲା? ବରଗଛ ପାଖରେ। ଆଉ ବେଙ୍ଗ କାହା ପିଠିରେ ବସି ପଡ଼ିଲା? ବେଙ୍ଗ କାହା ପିଠିରେ ବସି ପଡ଼ିଲା? ଖପ୍ କି ଡେଇଁକି? ବିଲୁଆ ପିଠିରେ।